ଏଠି ଆମେ ସ୍ପଷ୍ଟ କରିବା ଉଚିତ ଯେ କୋଉମାନେ ଏ ସ୍କିମ୍ ରୁ ବାଦ ପଡ଼ିବେ ତାହାକୁ ନେଇକି କିଛି ପରିମାଣରେ ମଧ୍ୟ ସଂଶୟ ଥିଲା। ଯେତେ ଶିକ୍ଷାନୁଷ୍ଠାନ ଗୁଡ଼ିକ କହିଲି ଯୋଗ୍ୟ ଶିକ୍ଷାନୁଷ୍ଠାନ, ସେଥିରେ ଯେଉଁ ରେଗୁଲାର କୋର୍ସ ଗୁଡ଼ିକ ଅଛି, ରେଗୁଲାର କୋର୍ସ କୁ ବାଦ ଦେଇକି ମଧ୍ୟ କିଛି ଶିକ୍ଷାନୁଷ୍ଠାନ କେତେକ ସେଲ୍ଫ ଫାଇନାନ୍ସିଂ ଓ ପିପିପି ମୋଡରେ ନିଜେ ଅର୍ଥ ଲଗେଇକି କିଛି କୋର୍ସ ଚଲେଇଥାନ୍ତି ପିପିପି ମୋଡରେ, ଏବଂ ବୃତ୍ତିଗତ କୋର୍ସ ମଧ୍ୟ କିଛି ଚାଲିଥାଏ, ସେଗୁଡ଼ିକ ବାଦ ପଡ଼ିବେ। ଏବଂ କେତେକ କଲେଜ ଯୋଉଟାକି ପୁରା ସେଲ୍ଫ ଫାଇନାନ୍ସିଂ ରେ ଚାଲୁଛି, ଗଭର୍ଣ୍ଣମେଣ୍ଟ କୌଣସି ଏଡ୍ ହିଁ ଦଉନାହିଁ, ସେମାନେ ଏଥିରୁ ବାଦ ପଡ଼ିବେ। ଏବଂ ପ୍ରାଇଭେଟ ଅନୁଷ୍ଠାନ ଗୁଡ଼ିକ ସେମାନେ ଏଥିରୁ ବାଦ ପଡ଼ିବେ। ପିପିପି ବ୍ୟବସ୍ଥାରେ ପରିଚାଳିତ କୋର୍ସେସ୍ ଗୁଡ଼ିକ ମଧ୍ୟ ଏଥିରୁ ବାଦ ପଡ଼ିବେ। ଡିଷ୍ଟାନ୍ସ ଏଜୁକେସନ, ଓପନ ଏଜୁକେସନ, କରେସ୍ପଣ୍ଡେନ୍ସ ଏଜୁକେସନ ଏବଂ ବିଭିନ୍ନ ବୃତ୍ତିଗତ ପ୍ରୋଫେସନାଲ କୋର୍सेସ୍ ଏଥିରୁ ବାଦ ପଡ଼ିବେ। ଆପଣ MBA, MCA, BEd, MAd, ITech, LLM, BBA, BCA ଭଳି ବୃତ୍ତିଗତ ପ୍ରୋଫେସନାଲ କୋର୍ସ ଗୁଡ଼ିକ ଏଥିରୁ ବାଦ ପଡ଼ୁଛନ୍ତି।